ଦେଖନ୍ତୁ ପ୍ରଥମେ ଆମେ ଜାଣିବା ଦରକାର ଯେ ବିପଦ ଆସିବା ପୂର୍ବରୁ ଏ ଘଟଣାଟି ହେଲା କାହିଁକି। ଏ ଘଟଣାଟି ହବା ପଛରେ ଯୋଉଟା ଜନମତ ଶୁଣିବାକୁ ମିଳୁଛି, ସେ କିଛି କହୁଛନ୍ତି ଯେ ବରିଷ୍ଠ ସେବାୟତଙ୍କର ଅନୁପସ୍ଥିତି, କିଛି କହୁଛନ୍ତି ଯେ ଯେହେତୁ ଏମାନଙ୍କର ଭିତରେ ସେ ଶ୍ରଦ୍ଧା ଆଉ ଇଏ ନଥିଲା, ଆପଣଙ୍କର ସଦ୍ଭାବନା ନଥିଲା। କିଏ କହୁଛନ୍ତି ଯେ ମାନେ ଯେତିକି ଆବଶ୍ୟକତା ଥିଲା ସେତିକି ବଳ ପ୍ରୟୋଗ କରିବା ପାଇଁ ଲୋକ ମଧ୍ୟ ନଥିଲେ। ଏବଂ ଏଇ ସବୁ ଜିନିଷ ଗୁଡିକ ଯଦି ଦିଆଯାଏ ତାହେଲେ ଦେଖାଯିବ ଗତ ବର୍ଷ ଅପେକ୍ଷା ଏଥର, ଗତ ବର୍ଷ ବି କ୍ଷତି ହେଇଯାଇଥିଲେ ଠାକୁର, ସେଇଟା ମଧ୍ୟ ମୁଁ ଆପଣଙ୍କୁ ମନେ ପକେଇ ଦଉଛି। ଗତ ବର୍ଷ ମଧ୍ୟ ଠାକୁର ଛେଚିକି ଜଣଙ୍କର ଗୋଡ ଉପରେ ପଡିଥିଲେ ଏବଂ ତାଙ୍କ ଗୋଡ ପଛରେ କରାଯାଇଥିଲା। ତେଣୁ ଏସବୁ ଜିନିଷକୁ ଦେଖିଲେ ଠାକୁରଙ୍କ ଉପରେ ଯେବେ ବି କିଛି ହୁଏ ଏଇଟା ଗୋଟେ ସଂକେତ ଯେ, ଏଇଟା ଯଦି ଆମେ ସାଧାରଣ ଭାବରେ ଦେଖିବା, ଯୋଉ ଆମର ଜ୍ଞାନୀ ଗୁଣୀ ଲୋକମାନେ କୁହନ୍ତି କି ଏ ସବୁ ସଂକେତ ଗୋଟେ ବଡ ବିପଦ ଆସିବାର, ଏଇ ଜିନିଷଟାକୁ ନେଇକି ସମସ୍ତଙ୍କର ଆଶା ରହିଛି। କିନ୍ତୁ କହିବା କଥା ଏଇଆ ଯେ ସାରା ଜଗତର ନାଥ ଜଗନ୍ନାଥ କେବେ କଣ କୌଣସି ନାଥ ବା ଆମେ ତାଙ୍କୁ ପିତା ସଦୃଶ ଯଦି ଦେଖୁଛେ, ତେବେ କୌଣସି ପିତା ବା ମାତା କେବେ ତାଙ୍କ ସନ୍ତାନ ମାନଙ୍କର ଅମଙ୍ଗଳ ଚିନ୍ତା କରିବେ କି? କେବେ କୌଣସି ଆପଣ ଆମେ ସମସ୍ତେ ଯୋଉମାନେ ହେଇଛନ୍ତି ପିତାମାତା ହେଇଛନ୍ତି, ପୁତ୍ର ବା କନ୍ୟା ଯେତେ ଦୁଷ୍ଟ ହେଲେ ମଧ୍ୟ ଆମେ କଣ କେବେ ତାଙ୍କର ଅମଙ୍ଗଳ ଚିନ୍ତା କରୁଛେ କି? ତେଣୁ ଜଗତର ନାଥ ଜଗନ୍ନାଥ ତାଙ୍କ ବଡ ଭାଇ ବଡ ସାନ୍ତ ରାଗି ନିଶ୍ଚୟ, କିନ୍ତୁ ଏମିତି ବି ରାଗି ନୁହଁ ଯେ ନିଜ ସନ୍ତାନ ମାନଙ୍କର ଅମଙ୍ଗଳ ପାଇଁ କୌଣସି ପଦକ୍ଷେପ ନିଆଯାଇପାରେ ଭଳିଆ ଚିନ୍ତା କରିପାରନ୍ତି। ଏଇଟା ବ୍ୟକ୍ତିଗତ ଭାବରେ ମୁଁ ୟାକୁ ମାନୁନାହିଁ। କିନ୍ତୁ ହଁ ନିଶ୍ଚୟ ଏଇ ତ ଦେଖନ୍ତୁ, ଆମେ ଏବେ 2020 ଯୋଉ ଭଳିଆ ପରିସ୍ଥିତି ଆସିଥିଲା, କୋଭିଡ ଭଳିଆ ପରିସ୍ଥିତି ଆମେ ଦେଖିଛେ। ତେଣୁ ଏଇ ସମୟରେ ଏଇଟା ନିଶ୍ଚୟ ଗୋଟେ, କିନ୍ତୁ ଏଇଟା ଆମକୁ ଯଦି ସଂକେତ ସେଇଭଳି ଯୋଉମାନେ ଭାବୁଛନ୍ତି, ତାହେଲେ ଆଗରୁ ଆମକୁ ପ୍ରିପେୟାରନେସ୍ ରଖିବାକୁ ପଡିବ ଯେ ଆଗକୁ କୌଣସି ଏକ ଯଦି ବିପଦ ଆସେ ତାହେଲେ ଆମେ କିଭଳି ଭାବରେ ଏ ବିପଦକୁ ସାମ୍ନା କରିବା ଏବଂ ସମସ୍ତଙ୍କ ଭିତରେ ଯୋଉ ଏକ ହେଇ ଆଗକୁ ଚାଲିବାର। ଆମେ ଓଡିଶା କୋଭିଡ ସମୟରେ ବହୁତ ଭଲ ପ୍ରୋଗ୍ରେସ କରିଥିଲା, ଅନ୍ୟ ରାଜ୍ୟ ମାନଙ୍କ ଅପେକ୍ଷା ବହୁତ ଭଲ ଭାବରେ କୋଭିଡ କୁ ଇଏ କରାଯାଇଥିଲା। ଏବଂ ମୋର ବିଶ୍ୱାସ ଅଛି ବର୍ତ୍ତମାନ ମଧ୍ୟ ଯଦି କୌଣସି ବଡ ବିପଦ ଆସେ ଓଡିଶା ଉପରକୁ, ଆମେ ସମସ୍ତେ ମିଳିମିଶି ଏଇ ଜିନିଷକୁ ବିପଦକୁ ପ୍ରତିରୋଧ କରିବା।